ହ୍ୟାଲୋ ଏଭ୍ରିୱାନ୍। ଆଜି ଆମେ ପାଠ ଷଷ୍ଠ ଶ୍ରେଣୀ ସାହିତ୍ୟ ସୁଧାର ଦ୍ୱିତୀୟ ବିଷୟ ପଢ଼ିବା। ତା ନାଁ ହେଲା ହକି। ହକି ବିଷୟର ଆଜି ଆମେ ପ୍ରଶ୍ନ ଉତ୍ତର କରିବା। ଦେଖ ପିଲେ, ହକି ଦେଇଛି କ'ଣ ନା ସ୍ୱାସ୍ଥ୍ୟ ହିଁ ସମ୍ପଦ। ଏଠି ପିଲେ ଯେମିତି ଆମେ ପ୍ରଥମ ବିଷୟରେ ଷ୍ଟାର ଚିହ୍ନ ଦେଇଥିଲେ, ଏଠି ମଧ୍ୟ ଷ୍ଟାର ଚିହ୍ନ ଦେବା। ସ୍ୱାସ୍ଥ୍ୟ ହିଁ ସମ୍ପଦ, କାରଣ ସ୍ୱାସ୍ଥ୍ୟ ଠିକ୍ ଥିଲେ କ'ଣ ହେବ ନା ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେବା। ଏଠି ପିଲେ ଷ୍ଟାର ଚିହ୍ନ ମୁଁ ଦେଇଛି, ତୁମେ ଏଇଭଳି ଦେବ। ସେକେଣ୍ଡ ଦେଖ ଦେଇଛି ଲୋକମାନେ ମେଜର ଧ୍ୟାନଚାନ୍ଦଙ୍କୁ ହକିର ଯାଦୁକର ବୋଲି ଆଖ୍ୟା ଦେଇଥିଲେ। କାରଣ ହକିରେ ସେ ଚମକପ୍ରଦ ଖେଳ ଖେଳୁଥିଲେ। ଏଠି ମଧ୍ୟ ତାର ଚିହ୍ନ ଦିଆହେଇଛି, ତୁମେ ସେମିତି ଚିହ୍ନ ଦେଇଦେବ। ତାପରେ ଆସିଲା ପିଲେ ମିଳିମିଶି ଯୋଡ଼ିବା। ଏଠି ପିଲେ ମିଳିମିଶି ଯୋଡ଼ିବା। ଝାନ୍ସୀ କ'ଣ ନା ହକି ଖେଳାଳି ଧ୍ୟାନଚାନ୍ଦଙ୍କ ଜନ୍ମସ୍ଥାନ। ହକି ଷ୍ଟିକ୍ କ'ଣ ନା ହକି ଖେଳାଳି ହାତରେ ଧରି ଖେଳୁଥିବା ବାଡ଼ିକୁ ବୁଝାଏ। ତାପରେ ଟୋକିଓ କ'ଣ ନା ଟୋକିଓ ଏକ ସହର, ଏହା ଜାପାନର ରାଜଧାନୀ। ବ୍ୟାୟାମ ନିୟମିତ ଶାରୀରିକ ଅଙ୍ଗ ଚାଳନାର କୌଶଳ। ତାପରେ ଆସିଲା କ'ଣ ନା ମାଇକେଲ କିଣ୍ଡୁ କ'ଣ ନା ଓଡ଼ିଶାର ଜଣେ ହକି ଖେଳାଳି। ସେ 1975 ମସିହାରେ ଅନୁଷ୍ଠିତ ବିଶ୍ୱ ହକି ପ୍ରତିଯୋଗିତାରେ ଭାଗ ନେଇ ଭାରତକୁ ବିଶ୍ୱ ବିଜୟୀ କରିଥିଲେ ଓ ତାଙ୍କର ଘର ଓଡ଼ିଶାର ସୁନ୍ଦରଗଡ଼ରେ ଅବସ୍ଥିତ। ଅଲିମ୍ପିକ ଏକ ଆନ୍ତର୍ଜାତୀୟ ଖେଳ ଅନୁଷ୍ଠାନ, ଏହା ପ୍ରତି 4 ବର୍ଷରେ ଥରେ ଖେଳାଯାଇଥାଏ। ପିଲେ ସବୁ ମନେ ରଖିବ, ଭଲ ଭଲ ପାଠ ସବୁ ଦେଇଛି ତମର ସବୁ। ତାପରେ ପିଲେ ଦେଇଛି ଗୋଟେ ବାକ୍ୟ ସମ୍ପର୍କିତ ଆଲୋଚନା। ଉକ୍ତ ବିଷୟରୁ ମନୋନୀତ କିଛି ବାକ୍ୟ ନିମ୍ନରେ ଦିଆଯାଇଛି, ଏହାକୁ ଧ୍ୟାନ ସହ ପଢ଼ ଓ ଏହା ଉପରେ ଚିନ୍ତା କର। ତୁମେ ଏହାର ଅର୍ଥ କ'ଣ ବୁଝିଲ ଦଳରେ ଆଲୋଚନା କରି ଲେଖ। ସ୍ୱାସ୍ଥ୍ୟ ଆମର ଅମୂଲ୍ୟ ସମ୍ପଦ। ସ୍ୱାସ୍ଥ୍ୟ ଆମର ହେଲା ଅମୂଲ୍ୟ ସମ୍ପଦ। ଏଟା କାହିଁକି ଅମୂଲ୍ୟ ସମ୍ପଦ ସ୍ୱାସ୍ଥ୍ୟକୁ କୁହାଯାଇଛି, ତାକୁ ବିଷୟରେ କିଛି ବୁଝେଇକି ଲେଖିବାକୁ ପଡ଼ିବ। ଆଉ ଗୋଟେ ଦେଇଛି ଦର୍ଶକ ବୃନ୍ଦ ତାଙ୍କୁ ଏକ ସ୍ୱରରେ ହକି ଖେଳର ଯାଦୁକର ବୋଲି ଆଖ୍ୟା ଦେଇଥିଲେ। ତାଙ୍କୁ କାହାକୁ ନା ଆମର ଯେଉଁ ଧ୍ୟାନଚାନ୍ଦ ତାଙ୍କୁ ହକି ଖେଳର ଯାଦୁକର ବୋଲି ଆଖ୍ୟା ଦେଇଥିଲେ। କାହିଁକି ଦିଆଯାଇଥିଲା ତାର ଉତ୍ତର ପିଲେ ମୁଁ ଲେଖିଦେଇଛି, ତୁମେମାନେ ଦେଖ। ଏଇଠି ମୁଁ ଦେଇଦେଇଛି ଦେଖ, ସ୍ୱାସ୍ଥ୍ୟ ହିଁ ସମ୍ପଦ। କାହିଁକି ଲେଖିଛି? କାରଣ ସ୍ୱାସ୍ଥ୍ୟ ଠିକ୍ ଥିଲେ ଆମେ ବିଭିନ୍ନ କାର୍ଯ୍ୟ କରିବାକୁ ସମର୍ଥ ହେବା। ସ୍ୱାସ୍ଥ୍ୟ ଠିକ୍ ରଖିବା ପାଇଁ ଆମେ ସୁଷମ ଖାଦ୍ୟ, ବିଶୁଦ୍ଧ ଜଳ, ମୁକ୍ତ ବାୟୁ ଓ ଆଲୋକ ନେବା। ତା ସହିତ ଦୈନନ୍ଦିନ ବ୍ୟାୟାମ କରିବା, ଶାରୀରିକ ପରିଶ୍ରମ କରିବା, ଖେଳକୁଦ କରିବା। ହେଲା। 2ରେ ସେ ଦେଇଛି କ'ଣ ନା ଦର୍ଶକ ବୃନ୍ଦ ତାଙ୍କୁ ଏକ ସ୍ୱରରେ ହକି ଖେଳର ଯାଦୁକର ବୋଲି ଆଖ୍ୟା ଦେଇଥିଲେ। କାହିଁକି ଦେଇଥିଲେ ନା ଧ୍ୟାନଚାନ୍ଦଙ୍କର ଖେଳ ପ୍ରତି ବିଶେଷ ଆଗ୍ରହ ଥିଲା। 1936 ମସିହାରେ ବର୍ଲିନଠାରେ ଅନୁଷ୍ଠିତ ଅଲିମ୍ପିକ କ୍ରୀଡ଼ାରେ ସେ ଭାରତୀୟ ହକି ଦଳର ନେତୃତ୍ୱ ନେଇଥିଲେ। ସେଠାରେ ସେ ଯେଉଁ ଚମକପ୍ରଦ ଖେଳ ଖେଳିଥିଲେ, ତାହା ଦେଖି ଦର୍ଶକ ବୃନ୍ଦ ତାଙ୍କୁ ଏକ ସ୍ୱରରେ ହକି ଖେଳର ଯାଦୁକର ବୋଲି ଆଖ୍ୟା ଦେଇଥିଲେ। ଏତିକି ଯାଏ ଲେଖିବ। ବୁଝିପାରିଲ? ଏଇଟା ଖଟା ଗଲା। ତାପରେ ତମର ଦେଇଛି କ'ଣ ନା ବୁଝି ବିଚାରି ଲେଖ। ଦେଖ ପିଲେ ଗୋଟେ ଦେଇଛି ପ୍ରଶ୍ନ ଦେଇଛି, ବୁଝି ବିଚାରି ଲେଖ। ବୁଝି ବିଚାରି ଲେଖ କ'ଣ ନା ପ୍ରସଙ୍ଗଟିକୁ ଆଉ ଥରେ ପଢ଼ ଏବଂ ନିମ୍ନରେ ଦିଆଯାଇଥିବା ପ୍ରଶ୍ନଟିକୁ ବୁଝି ଉତ୍ତର ଲେଖ। କ୍ରୀଡ଼ା ଦ୍ୱାରା ଆମର କି ଉପକାର ହୁଏ? ଆମେ ଯେଉଁ କ୍ରୀଡ଼ା ଖେଳୁଛେ ତାର ଆମର କ'ଣ ଉପକାର ହେଉଛି? ଏଠି ମୁଁ ଲେଖିଦେଇଛି, କ୍ରୀଡ଼ା ଦ୍ୱାରା ଆମକୁ ଖେଳିବାକୁ ଭଲ ଲାଗେ। ଆମମାନଙ୍କୁ ଖେଳିବାକୁ ଭଲ ଲାଗେ। ହେଲା। ଖେଳିଲେ ଆମକୁ ଆନନ୍ଦ ମିଳେ ଏବଂ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହେ। ଆମକୁ ଫୁର୍ତ୍ତି ଲାଗେ। ଆମ ଶରୀର ଗଠନରେ ମଧ୍ୟ ସାହାଯ୍ୟ କରେ। ଆମ ସ୍ୱାସ୍ଥ୍ୟ ଭଲ ରହିଲେ ଆମେ ବିଭିନ୍ନ କାର୍ଯ୍ୟ କରିବା ପାଇଁ ସକ୍ଷମ ହେବୁ। ଏମିତି ଲେଖିବ। ତାପରେ ଆସିଲା ଦେଇଛି ପ୍ରଶ୍ନ କ'ଣ ନା ଦେଖ ପିଲେ ଦେଇଛି ଝାନ୍ସୀ ବୀର କିଏ? ହକି ଖେଳ ପ୍ରତି ତାଙ୍କର ଅବଦାନ ସମ୍ପର୍କରେ ଲେଖ। ଝାନ୍ସୀ ବୀର କିଏ? ଏଠି କାହାକୁ ଏ ବିଷୟରେ ଆମେ କାହାକୁ ଝାନ୍ସୀ ବୀର ବୋଲି କହିଛେ? ଦେଖ ଲେଖା ହେଇଛି ଏଠି, ଝାନ୍ସୀ ବୀର ହେଲେ ଧ୍ୟାନଚାନ୍ଦ ହେଲେ ଝାନ୍ସୀ ବୀର। ସେ ଝାନ୍ସୀରେ ଜନ୍ମଗ୍ରହଣ କରିଥିଲେ। ସେ ଜଣେ ଉଚ୍ଚ କୋଟିର ଖେଳାଳି ଥିଲେ। ଧ୍ୟାନଚାନ୍ଦ ତାଙ୍କ ଭାଇ ରୂପ ସିଂ ଓ ଅନ୍ୟ କେତେକ ବ୍ୟକ୍ତିଙ୍କୁ ନେଇ ଗୋଟିଏ ହକି ଦଳ ଗଠନ କରିଥିଲେ। ବୁଝିପାରିଲ? ସେଥିପାଇଁ ତାଙ୍କୁ ଝାନ୍ସୀ ବୀର କୁହାଯାଏ। ତାଙ୍କ ଅବଦାନ ମଧ୍ୟ ସେ ନେଇକି ପ୍ରଥମେ ସେ ହକି ଖେଳକୁ ଷ୍ଟାର୍ଟ କରିଥିଲେ।
ପିଲେ ଦେଖିପାରୁଛ ଏମିତି ତୁମେ ସବୁ ଲେଖିବ। ତାପରେ ଦେଖ ଆସିଲା ପିଲେ ଆସିଲା କ'ଣ ନା ଯୋଡ଼ି ଶବ୍ଦ। ଦେଖ ଏଠି ଦେଖ ଯୋଡ଼ି ଶବ୍ଦ ଆସିଲା। ଯୋଡ଼ି ଶବ୍ଦ ତୁମେମାନେ ପିଲେ ଜାଣିଛ ଆରମ୍ଭରୁ। ଦେଖ ଖେଳି ଖେଳି ସେଇପରି ତୁମେ 5ଟି ଯୁଗ ଶବ୍ଦ ଲେଖିବ। ଖେଳି ଖେଳି କରି ଏଇଠି ମୁଁ ଲେଖିଦେଇଛି ପିଲେ। ଦେଖ ଖେଳି ଖେଳି, ହସି ହସି, ବସି ବସି, ବୁଲି ବୁଲି, ଖାଇ ଖାଇ, ଚାଲି ଚାଲି, ଗଡ଼ି ଗଡ଼ି। ସେମିତି ଦେଇଛି। ଦେଖ ଆଉ ଗୋଟେ ଦେଖାଇ ଦେଇଛି ଏଠି। ହକି ଖେଳରେ ନିୟମ କାନୁନ ପ୍ରସ୍ତୁତ ହୋଇଥାଏ। ଏହି ବାକ୍ୟରେ ମଧ୍ୟ ତୁମେ ଗୋଟିଏ ଯୁଗ୍ମ ଶବ୍ଦ ଦେଖିପାରୁଛ, କିନ୍ତୁ ଏହି ଯୁଗ୍ମ ଶବ୍ଦରେ 2ଟି ଯାକ ଶବ୍ଦ ଭିନ୍ନ ଅଟନ୍ତି, ଅର୍ଥାତ୍ ସମାନ ନୁହନ୍ତି। ତୁମେମାନେ ମଧ୍ୟ ଏହିପରି 5ଟି ଯୁଗ୍ମ ଶବ୍ଦ ଲେଖ ଯେଉଁଥିରେ 2ଟି ଯାକ ଶବ୍ଦ ଭିନ୍ନ ହୋଇଥିବ, ଅଲଗା ଅଲଗା ହେଇଥିବ। ଦେଖ ଖରେ ଦେଇଛି ଯେମିତି ନିୟମ କାନୁନ, ରାଗ ରୁଷା, ହସ ଖୁସି, ରାସ୍ତାଘାଟ, ଯିବା ଆସିବା, ଦିନ ରାତି, ଗୀତ ନାଚ, ରନ୍ଧା ବଢ଼ା ଏମିତି ଲେଖିବ। ତାପରେ ଆସିଲା କ'ଣ ଦେଖ ଦେଇଛି ଗରେ ଟେବୁଲ ଟେନିସ୍, ପୁଚି ପ୍ରଭୃତି ଖେଳ ଉଭୟ ଘର ଭିତରେ ଓ ବାହାରେ ଖେଳାଯାଏ। ଏହି ବାକ୍ୟଟିରେ ଯେଉଁ ଶବ୍ଦ 2ଟି ତଳେ ଗାର ଦିଆଯାଇଛି, ଦେଖ ଭିତର ବାହାରେ ତଳେ ଗାର ଦିଆଯାଇଛି, ତାକୁ ଧ୍ୟାନର ସହ ପଢ଼। ଆମେ ଏହି ଶବ୍ଦକୁ ମଧ୍ୟ ଏହିପରି ଲେଖିପାରିବା ଯେପରି ଭିତର ବାହାରେ। ଏହା ଏକ ଯୋଡ଼ି ବା ଯୁଗ୍ମ ଶବ୍ଦ। ପିଲେ ଦେଖେ 3ଟା ଯାକ ପ୍ରଶ୍ନର ଆମେ ସବୁ ଯୁଗ୍ମ ଶବ୍ଦ ଯୋଡ଼ି ଶବ୍ଦ ଲେଖୁଛେ, କିନ୍ତୁ ତାର କେଉଁଟା ସେ ଅଲଗା ଅଲଗା ଦେଇଛି। ଏହି 2ଟି ପରସ୍ପର ବିପରୀତ ଅର୍ଥକୁ ବୁଝାଉଛି। ଆମେ ବିପରୀତ ଅର୍ଥ ବୁଝାଉଥିବାକୁ ଆମେ ଲେଖିବା। ନିମ୍ନରେ ଦିଆଯାଇଥିବା ଶବ୍ଦକୁ ଯୁଗ୍ମ ଶବ୍ଦରେ ପ୍ରକାଶ କର। ଦେଖ ଦେଇଛି ଏଇଟା ଭଲ ଆଉ ମନ୍ଦ, ତୁମେ ଲେଖିଦେବ ଭଲ ମନ୍ଦ। ରାଜା ଓ ପ୍ରଜା, ରାଜା ପ୍ରଜା। ଆକାଶ ଓ ପାତାଳ, ଆକାଶ ପାତାଳ। ଗୁରୁ ଓ ଶିଷ୍ୟ, ଗୁରୁ ଶିଷ୍ୟ। ଆୟ ଓ ବ୍ୟୟ, ଆୟ ବ୍ୟୟ। ଜନ୍ମ ଓ ମୃତ୍ୟୁ, ଜନ୍ମ ମୃତ୍ୟୁ। ଏ ଲେଖିଦେବ ପିଲେ। ମୁଁ ଲେଖିଦେଇଛି ପିଲେ, ସିଧା ଖାଲି ଓଟା କାଟି ଦେଇକି ଆଉ ଯାହା ଅଛି ସବୁ ଲେଖିଦେବ। ବୁଝିପାରିଲ? ତାପରେ ସେ ଦେଇଛି କଥା ଉପରେ ଗୁରୁତ୍ୱ ଦେଇଛି। କ'ଣ ନା ଧ୍ୟାନଚାନ୍ଦ ହିଁ ଆମ କ୍ରୀଡ଼ା ଜଗତରେ ଏକ ଅମଳିନ ପ୍ରତିଭା। ଧ୍ୟାନଚାନ୍ଦ ଆମ କ୍ରୀଡ଼ା ଜଗତରେ ଏକ ଅମଳିନ ପ୍ରତିଭା। ପିଲା ଦେଖ ଏକା ବାକ୍ୟ 2ଟା ଯାକ, କିନ୍ତୁ ଏଥିରେ ହିଁ ଲାଗିଛି, ଏଥିରେ ହିଁ ଲାଗିନାହିଁ। ତାହେଲେ 2ଟି ବାକ୍ୟରେ କ'ଣ ପାର୍ଥକ୍ୟ ରହିଛି ତୁମେମାନେ ପିଲେ ଲେଖିଦେବ। ଏଥିରେ ମୁଁ ଲେଖିଦେଇଛି ନା ପ୍ରଥମ ବାକ୍ୟରେ ହିଁ ଶବ୍ଦର ବ୍ୟବହାର ଦ୍ୱାରା ଏହି କଥା ଉପରେ ଅଧିକ ଗୁରୁତ୍ୱ ଦିଆଯାଇଛି। ହିଁ ଲାଗିଲାଠୁ ଆମକୁ ଲାଗୁଛି କଥା ଉପରେ ବେଶୀ ଗୁରୁତ୍ୱ ଦିଆଯାଇଛି, କିନ୍ତୁ ଦ୍ୱିତୀୟ ବାକ୍ୟରେ ହିଁ ମଧ୍ୟ ପରି ଶବ୍ଦ ବ୍ୟବହାର ହୋଇନଥିବାରୁ ଏହା ସାଧାରଣ ଭାବରେ ପ୍ରକାଶ ପାଇଛି। ଏମିତି ଲେଖିବ। ତାପରେ ଆସିଲା ତୁମ କଥା, ତୁମ ନିଜ କଥା ପିଲେ ତୁମେ ଲେଖିବ। ତୁମେ ବଡ଼ ହେଲେ ଜଣେ ହକି ଖେଳାଳି ହେବ, ତେଣୁ ହକି ଖେଳର ନିୟମ ଗୁଡ଼ିକ ଲେଖିବ। ହକି ଖେଳର ନିୟମ, ତୁମେ ବଡ଼ ହେଲେ ହକି ଖେଳାଳି ହେବାକୁ ଚାହୁଁଛ କି? ଯଦି ହେବ ତୁମେ ତାହେଲେ ତା ବିଷୟରେ କିଛି ବି ଜାଣିବା ଦରକାର ତୁମର। ତେଣୁ ହକି ଖେଳର ନିୟମ ଗୁଡ଼ିକ ପିଲେ କ'ଣ ଦେଖ ମୁଁ ଲେଖିଦେଇଛି ଏଠି। ହକି ଖେଳର ନିୟମ ହେଲା ଖେଳାଳିମାନେ 2 ଦଳ ହୋଇ ଖେଳନ୍ତି। ପ୍ରତି ଦଳରେ 11 ଜଣ ଖେଳାଳି ରହନ୍ତି। ପ୍ରତ୍ୟେକଙ୍କ ହାତରେ କାଠ ତିଆରି ଗୋଟିଏ ପ୍ରକାର ବାଡ଼ି ରହିଥାଏ। ଏହାକୁ ହକି ଷ୍ଟିକ୍ କୁହାଯାଏ। ଏହାର ଅଗ୍ରଭାଗ ଚେପେଟା ଓ ବଙ୍କା। ଏହା ସାହାଯ୍ୟରେ ଗୋଟିଏ ଛୋଟ ନିଦା ବଲ୍କୁ ଗୋଡ଼ାଇ ଗୋଡ଼ାଇ ଖେଳିବାକୁ ହୁଏ। ଏଇଟା ପିଲେ ଲେଖିବ। ତୁମ ବହିରେ ଏତିକି ଦେଇଛି, ମୁଁ ଲେଖିଦେଇଛି। ଆହୁରି ମଧ୍ୟ ପିଲେ ଅଛି ଗୋଟେ ଲେଖିବ ତୁମେ। ଖେଳର 2ଟି ବିଶେଷ ନିୟମ ଅଛି। କ'ଣ ଜାଣିଛ? ବଲ୍କୁ ଶରୀରର କୌଣସି ଅଙ୍ଗ ଦ୍ୱାରା ସ୍ପର୍ଶ ନ କରିବା ବା ନ ଅଟକାଇବା। 2ରେ ବଲ୍କୁ ଉପରକୁ ନ ମାରିବା କିମ୍ବା ଉପରକୁ ମାରି ସାଥୀ ଖେଳାଳିଙ୍କ ନିକଟକୁ ନ ପଠାଇବା। କେବଳ ବାଡ଼ି ସାହାଯ୍ୟରେ ଅଟକାଇ ପାରିବା। ଯେଉଁ ଦଳ ମଝି ରେଖା ଅତିକ୍ରମ କରି ପ୍ରତିପକ୍ଷ ଦଳର କ୍ଷେତ୍ର ଉପରେ ସର୍ବାଧିକ ଥର ବଲ୍କୁ ପ୍ରବେଶ କରାଇପାରେ ସେହି ଦଳ ବିଜୟୀ। ଦେଖ ମୁଁ 2ଟାଙ୍କ ତୁମକୁ ଦେଖାଇ ଦେଉଛି, ତୁମକୁ ଯେଉଁଟା ଭଲ ଲାଗିବ ତୁମେ ସେଇଟା ଲେଖିବ। ଏଇଟା ଗୋଟେ, ଆଉ ଗୋଟେ ପିଲେ ହକି ଖେଳର ନିୟମ ଦେଖ, ଏଇଟା ମୁଁ ଦେଇଛି। ଆଉ ଗୋଟେ ପ୍ରଶ୍ନ ସେ ପଚାରିଛି କ'ଣ ନା ପାଠ ବାହାରୁ ତୁମକୁ ଗୋଟେ ସବୁ ପିଲେ ତୁମକୁ କେଉଁ ଖେଳ ଏବଂ କେଉଁ ଖେଳାଳି ସବୁଠାରୁ ଭଲ ଲାଗନ୍ତି? ତୁମକୁ କେଉଁ ଖେଳ ପିଲେ ସବୁଠୁ ବେଶୀ ଭଲ ଲାଗେ? ତୁମେ ଯେଉଁଟା ଭଲ ଲାଗେ ତୁମେ ଲେଖିବ। ତୁମକୁ କେଉଁ ଖେଳାଳି, ଯେଉଁ ଖେଳ ତୁମକୁ ଭଲ ଲାଗେ ସେ ଖେଳର ଖେଳାଳି ନାଁଟା ତୁମେ ଲେଖିବ। ଆଉ ତା କାହିଁକି ଭଲ ପାଏ ତୁମେ ଲେଖିବ। ମୁଁ ତୁମର ଗୋଟେ ଲେଖିଦେଇଛି, ତୁମକୁ ଯଦି ଭଲ ଲାଗେ ଲେଖିବ, ତୁମେ ଯେଉଁଟା ଭଲ ପାଅ ଲେଖିବ। ଆଉ କିନ୍ତୁ ମୋତେ ଏଇଟା ଭଲ ଲାଗେ ବୋଲି ମୁଁ ଲେଖିଦେଇଛି ହେଲା। ମୋତେ କ୍ରିକେଟ ଖେଳ ସବୁଠାରୁ ଭଲ ଲାଗେ ଏବଂ ବିରାଟ କୋହଲି ମୋର ପ୍ରିୟ ଖେଳାଳି। ତାଙ୍କର ଖେଳିବା ଶୈଳୀ ଏବଂ କଠିନ ପରିଶ୍ରମ ମୋତେ ଆକୃଷ୍ଟ କରେ।
ମୁଁ ସିନା କ୍ରିକେଟ ଖେଳ ବିଷୟରେ ଲେଖିଥିଲି, ତେଣୁ ତମେମାନଙ୍କୁ ଯେଉଁ ଖେଳ ଭଲ ଲାଗେ ତମେ ସେଇ ଖେଳ ଲେଖିବ, ଆଉ ଖେଳାଳିକି ନାଁ ଲେଖିବ, କାହିଁକି ଭଲ ଲାଗେ ସେଇଟା ବି ଲେଖିବ। ଏଇ ବର୍ଷ ପିଲେ ସବୁ ନୂଆ ନୂଆ ପ୍ରକାର ପାଠ ଦେଇଛି ହେଲା। ତମେମାନେ ନିଜେ ଚିନ୍ତା କରି ବିଷୟ ଲେଖିବାର ଅଛି। ଆଗରୁ ଯେମିତି ଘୁଷିକି ଲେଖି ଦେଉଥିଲ, ଏ ବର୍ଷ ଘୁଷା ନାହିଁ, ତମେ ବିଷୟଟିକୁ ଭଲ ଭାବରେ ବୁଝିବ ଆଉ ଲେଖିବ। ମୁଁ ତ ଏତିକି ତ ମୁଁ ଦେଇଦେଲି ହକି ବିଷୟରେ। ତମମାନଙ୍କର ଆଉ କିଛି ସନ୍ଦେହ ଥାଏ ତମେ କମେଣ୍ଟରେ ଜଣେଇଲେ ମୁଁ ତୁମକୁ ମଧ୍ୟ ଦୂର କରିବି। ଆଉ ଯଦି କହିବ ବି ବିଷୟଟାକୁ ବୁଝେଇବା ପାଇଁ, ମୁଁ ଗୋଟି ଗୋଟି କରି ତୁମ ବିଷୟକୁ ବୁଝେଇକି ଭିଡ଼ିଓ କରି ଛାଡ଼ିବି।